ଏକ ସମୟର ଘଟଣା। ଦେବର୍ଷି ନାରଦ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଶେଷରେ ବିଷ୍ଣୁ ଲୋକରେ ପହଞ୍ଚିଲେ। ନାରଦଙ୍କ ଆଗମନ ଦେଖି ଲକ୍ଷ୍ମୀ ବିଷ୍ଣୁଙ୍କ ନିକଟକୁ ଉଠି ଚାଲିଗଲେ। ନାରଦ ଏଥିରେ ନିଜକୁ ଅପ୍ରତିଭ ମନେକରି ବିଷ୍ଣୁଙ୍କୁ କହିଲେ, ଲାଗୁଛି ଦେବୀ ମୁନି ଋଷି ସାଧୁ ସନ୍ତଙ୍କ ପ୍ରତି ବିମୁଖ ହେଲେଣି। ମୁଁ ମାୟାମୋହ ଛନ୍ଦ କପଟଠାରୁ ଦୂରରେ ଥିବା ଜଣେ ଋଷି। ନାରଦଙ୍କର ଏଭଳି କଥା ଶୁଣି ଭଗବାନ ବିଷ୍ଣୁ ହସି ହସି କହିଲେ, ମୋର ମାୟା ତ ମୋର ବଳ। ପୁନଶ୍ଚ ତତ୍କ୍ଷଣାତ୍ ଦେବର୍ଷି ନାରଦଙ୍କୁ ମାୟା ଦେଖାଇବାର ମନେ ମନେ ଯୋଜନା କଲେ। ନାରଦଙ୍କୁ କହିଲେ, ଚାଲନ୍ତୁ ଆଜି ତୁମକୁ ଏକ ମନୋରମ ସ୍ଥାନକୁ ନେଇଯିବି। ନାରଦ ଓ ବିଷ୍ଣୁ ଗରୁଡ଼ ପୃଷ୍ଠରେ ବସି ପୃଥିବୀ ପରିକ୍ରମାରେ ଆସି ଏକ ଜଙ୍ଗଲରେ ଅବତରଣ କଲେ। ସେଠାରେ ଏକ ସୁନ୍ଦର ସରୋବର ଥିଲା। ବିଷ୍ଣୁ ନାରଦଙ୍କୁ କହିଲେ, ଏହି ସରୋବରରେ ସ୍ନାନ କରି ଦେଖ କିପରି ଅପୂର୍ବ ଶାନ୍ତି ମିଳିବ। ନାରଦ ବିଷ୍ଣୁଙ୍କ କଥାରେ ଆପଣା ବସ୍ତ୍ର ବଦଳାଇ ବୀଣାକୁ ବିଷ୍ଣୁଙ୍କ ହାତରେ ଧରାଇ ଦେଇ ପୁଷ୍କରିଣୀକୁ ସ୍ନାନ ନିମନ୍ତେ ଡେଇଁ ପଡ଼ିଲେ। ଆଶ୍ଚର୍ଯ୍ୟ ଘଟଣା ଘଟିଲା। ସରୋବରରୁ ବାହାରକୁ ଆସିବା ପରେ ସେ ଏକ ସୁନ୍ଦରୀ ଯୁବତୀ ହୋଇ ଯାଇଥିଲେ। ଭଗବାନ ବିଷ୍ଣୁ ସେଠାରୁ ଅନ୍ତର୍ହିତ ହୋଇଯାଇଥିଲେ। ନାରଦ ମଧ୍ୟ ନିଜର ପୂର୍ବାବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଜଙ୍ଗଲରେ ଯୁବତୀ ନିଜକୁ ଏକାକୀ ଦେଖି ଖୁବ୍ ଭୟଭୀତ ହୋଇ ପଡ଼ିଲେ। ସାହାଯ୍ୟ ଆଶାରେ ସେ ଏଣେ ତେଣେ ବୁଲିଲେ, କିନ୍ତୁ କାହାରିକୁ ହେଲେ ଦେଖିଲେ ନାହିଁ। ଠିକ୍ ଏହି ସମୟରେ ସେଠାରେ ପହଞ୍ଚିଲେ ରାଜା ତାଳଧ୍ୱଜ। ସେ ସୁନ୍ଦରୀ ଯୁବତୀଙ୍କୁ ଏକାକୀ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେବା ସହ ପରିଚୟ ପଚାରିଲେ। ଯୁବତୀ କିନ୍ତୁ ପରିଚୟ ସମ୍ପର୍କରେ ପଦୁଟିଏ ହେଲେ କହିପାରିଲେ ନାହିଁ, କାରଣ ସେ ନିଜେ ନିଜର ପରିଚୟ ସମ୍ପର୍କରେ ଜାଣିନଥିଲେ। ଯୁବତୀଙ୍କୁ ଏକାକିନୀ ଦେଖି ରାଜା ନିଜ ସାଥିରେ ଯିବାକୁ ଆମନ୍ତ୍ରଣ କଲେ। ଏକାକୀ ଭୟଭୀତ ଅବସ୍ଥାରେ ଥିବା ଯୁବତୀଟି ଅନ୍ୟ ଉପାୟ ନ ପାଇ ରାଜାଙ୍କ ସହ ଯିବା ପାଇଁ ନୀରବରେ ନିଜ ସମ୍ମତି ପ୍ରଦାନ କଲା। ରାଜା ରାଜପୁରକୁ ନେବା ପରେ ବିବାହ କଲେ। ବିବାହିତା ନାରୀ ଭାବରେ ସେ ମୋହମାୟାରେ ବାନ୍ଧି ହୋଇଗଲେ। ସମୟକ୍ରମେ ସେ ସନ୍ତାନ ସନ୍ତତିଙ୍କର ଜନନୀ ହେଲେ। ରାଜପୁରର ବିଳାସିତା ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ନିଜକୁ ହଜାଇ ଦେଲେ। ସମୟକ୍ରମେ ସେ ଅହଙ୍କାରୀ ହୋଇଗଲେ। ହେଲେ ଏହି ସୁଖ ସମୃଦ୍ଧି ବେଶୀ ଦିନ ରହିଲା ନାହିଁ। ପଡ଼ୋଶୀ ରାଜା ସେହି ରାଜ୍ୟ ଉପରେ ଆକ୍ରମଣ କଲେ। ରାଜା ତାଳଧ୍ୱଜ ସେନାପତି ଓ ପୁତ୍ର ସହ ନିହତ ହେଲେ। ରାଣୀଙ୍କ ସ୍ଥିତି ଜଟିଳ ହୋଇ ପଡ଼ିଲା। ସେ କାନ୍ଦି କାନ୍ଦି ସ୍ୱାମୀଙ୍କ ଚିତାଗ୍ନିରେ ଝାସ ଦେବାକୁ ସ୍ଥିର କଲାବେଳେ ଜଣେ ବୃଦ୍ଧ ବ୍ରାହ୍ମଣ ଆବିର୍ଭୂତ ହେଲେ। ବୃଦ୍ଧ ଜଣକ ରାଣୀଙ୍କୁ ଶାନ୍ତ ହେବାକୁ ଉପଦେଶ ଦେଇ ଶୋକର କାରଣ ପଚାରିଲେ। ରାଣୀ ନିଜର ଦୁରାବସ୍ଥା ସମ୍ପର୍କରେ ବର୍ଣ୍ଣନା କଲେ। ବ୍ରାହ୍ମଣ ପରାମର୍ଶ ଦେଲେ, ଶାସ୍ତ୍ରାନୁସାରେ ମୃତକଙ୍କ କ୍ରିୟାକର୍ମ କରିବା ପାଇଁ ନିଜ ସାଥିରେ ଯାଇ ତର୍ପଣ କରିବା ନିମିତ୍ତ ମଧ୍ୟ ଉପଦେଶ ଦେଲେ। ରାଣୀ ବୃଦ୍ଧଙ୍କ ସହ ଏକ ସରୋବରକୁ ତର୍ପଣ କରିବାକୁ ଗଲେ। ସରୋବରରେ ସ୍ନାନ କରିବା ପାଇଁ ବୁଡ଼ିଲେ। ଉଠିଲା ବେଳକୁ ସେହି ଜଳରୁ ବାହାରି ଆସିଲେ ନାରଦ। ଭଗବାନ ବିଷ୍ଣୁ ତୀର ଦେଶରେ ତାଙ୍କର ବସ୍ତ୍ର ଓ ବୀଣା ଧରି ଦଣ୍ଡାୟମାନ ଥିଲେ। ନାରଦ ଚକିତ ହୋଇଗଲେ। ଏବେ ତାଙ୍କର ସବୁକିଛି ମନେ ପଡ଼ିଗଲା। ଆବିର୍ଭୂତ ହୋଇ ସେ ମାୟାଧର ପ୍ରଭୁଙ୍କ ପାଦତଳେ ପଡ଼ିଗଲେ। କହିଲେ, ପ୍ରଭୁ, ଆପଣ ମୋର ଅହଙ୍କାର ନଷ୍ଟ କରିଦେଇ ଆଖି ଖୋଲି ଦେଇଛନ୍ତି। ଆପଣଙ୍କର ମାୟା ଅପାର, ସେଥିରୁ କେହି ହେଲେ ନିଷ୍କୃତି ପାଇପାରିବେ ନାହିଁ। ନାରଦ ଦେଖିଲେ ଲକ୍ଷ୍ମୀ ସେଠାରେ ଠିଆ ହୋଇଛନ୍ତି। ନାରଦ ହସି ହସି କହିଲେ, ସବୁ ମାୟାଧରଙ୍କ ମାୟା, ଆପଣଙ୍କୁ ଶତ ଶତ ପ୍ରଣାମ। ଏହା କହି ବୀଣା ବଜାଇ ବଜାଇ ହରିନାମ ଜପ କରି ଆନନ୍ଦ ମନରେ ସେଠାରୁ ଚାଲିଗଲେ। ଆଜିର ଏହି କାହାଣୀଟି ଯଦି ଆପଣମାନଙ୍କୁ ପସନ୍ଦ ଆସୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ
एवं चैनल नुआ थिले चैनल को सब्सक्राइब करंतु। धन्यवाद।